आज आम आलोचना करवा षष्ठ श्रेणी गणित बहीर पंचम अध्याय भग्न संख्या। गोटे वस्तुर एक अंशर परिमाण को प्रकाश करने भग्न संख्यार सृष्टि करा जायथिला। जदि आम भग्नांश को संधि विच्छेद करवा तेबे ताहा हबो भग्न युक्त अंश। भग्न युक्त अंश भग्नांश। कौनसी वस्तु को नहीं ताहाकू समान भावरे भांगी सेथिरु गोटे अंश नेबाकू भग्नांश कहि परिबा। समान भावरे भाग करी ताहार किछि अंश नेबा। मन करा जाऊ आम एठार गोटे चॉकलेट नेबा एवं यह समान 7 भाग रे विभक्त करिवा। समान 7 भाग रे भाग करिवा। 1 2 3 4 5 6 7 1 2 3 4 5 6 7 एटा समान 7 भाग रे विभक्त हला। एथरू मन करा जाऊ आमे गोटिए अंश नेबा। तेबे चिन्हित अंश को भग्नांश रे प्रकाश कले केते हेबो। समान 7 भाग अछि। 7 भाग 7 भागरु गोटिए भाग रे चिन्हित करा हिची बा गोटे जगह रे 11टाणी चिन्ह दिया हिची। तेबे एटा हला तार गोटिए अंश। 7 भागरु समान 7 भागरु गोटिए अंश 1 विभक्त 7 1/7। जदि आम आउ गोटे अंश को 11टाणी चिन्हित करबा बा चिन्हाइबा तेबे एई उभय अंश को जदि आम धरिबा ताहले एई चिन्हित अंशटी हला समान 7 भागरु 2 भाग। इताको आम कहि परिबा 2/7। जदि आम आउ गोटे घर को बा गोटे अंश को जदि आम चिन्हित करबा तेबे एई तीनोटी चिन्हित अंश समुदाय रु केते तेबे यह हबो समान 7 भागरु 3 भाग बा 3/7 3 विभक्त 7। जदि एठारे आमे आ गोटे वृत्त नहीं एताको समान 3 भाग करबा समान 3 भाग करबा तेबे सेथरु जदि आमे गोटे अंश नेबा तेबे ताहाको आमे लिखि परिबा समान 3 भागरु गोटिए भाग 1/3 भग्नांश रे प्रकाश कले 1 विभक्त 3। तेबे आमे भग्न संख्या काहाकू कहिबा जो संख्या को p/q आकार रे प्रकाश करी हेउथबो एवं q नॉट इक्वल टू 0 बा q शून्य हेउ नथिबो ताहाकू आमे भग्न संख्या बा भग्नांश कहिबा। एही p/q रे p ओ q संप्रसारित संख्या हेबे किंतु q नॉट इक्वल टू 0 q टी 0 सह समान हेउ नथिबो। तेबे एठार जदि आमे देखिबा 1/7 p/q आकार रे अछि। 1/3 मध्य p/q आकार रे अछि। ए p/q रे p होउची लब एवं q होउची हर। 1/7 2/3 4/7 बा 1 विभक्त 7 2 विभक्त 3 4 विभक्त 7 ए p/q आकार रे लिखाई जे एठारे लब हला 1 हर हला 7 ए संख्या रे लब हला 2 हर हला 3 ठीक से परी ए संख्या रे 4/7 रे 4 हला लब 7 हला हर ठीक से परी 8/9 रे 8 है लब
9 ହେଲା ହର। ଏହି ଭଗ୍ନ ସଂଖ୍ୟାଟି ଧନାତ୍ମକ ହୋଇଥାଏ। ଏହି ଭଗ୍ନ ସଂଖ୍ୟାକୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ପ୍ରକୃତ ଭଗ୍ନାଂଶ, ଦ୍ୱିତୀୟଟି ହେଲା ଅପ୍ରକୃତ ଭଗ୍ନାଂଶ, ତୃତୀୟଟି ହେଲା ମିଶ୍ର ଭଗ୍ନାଂଶ। ତେବେ ଆମେ ଏଇ ପ୍ରକୃତ ଭଗ୍ନାଂଶ କାହାକୁ କହିବା? ଯେଉଁ ଭଗ୍ନାଂଶରେ ଲବ ଅପେକ୍ଷା ହର ବଡ଼, ଯେଉଁ ଭଗ୍ନାଂଶରେ ଲବ ଅପେକ୍ଷା ହର ବଡ଼, ହରଟା ବଡ଼ ହେବ, ଲବ ସାନ ହେବ। ଯେପରି 2/3, ଏଠି ହର ହେଲା 3, ଲବ ହେଲା 2, 2 ଆଉ 3 ମଧ୍ୟରୁ 3 ବଡ଼, ଏଠାରେ ହରଟା ବଡ଼ ଏବଂ ଲବଟା ସାନ। এইটা ହେଲା ପ୍ରକୃତ ଭଗ୍ନାଂଶ। ଯେଉଁ ସଂଖ୍ୟା ବା ଯେଉଁ ଭଗ୍ନାଂଶରେ ଲବ ଅପେକ୍ଷା ହର ବଡ଼ ତାହାକୁ ପ୍ରକୃତ ଭଗ୍ନାଂଶ କୁହାଯାଏ। ଯଦି ଆମେ ଆଉ ଉଦାହରଣ ନେବା ତେବେ 3/4, 6/7, 8/9, 3/5 ଏହିପରି ଅନେକ ଆସିବ। ତେବେ ଅପ୍ରକୃତ ଭଗ୍ନାଂଶ ଆମେ କାହାକୁ କହିବା? ଯେଉଁ ଭଗ୍ନ ସଂଖ୍ୟାରେ ହର ଅପେକ୍ଷା ଲବ ବଡ଼ ତାହାକୁ ଅପ୍ରକୃତ ଭଗ୍ନାଂଶ ବା ଅପ୍ରକୃତ ଭଗ୍ନ ସଂଖ୍ୟା କୁହାଯାଏ। ଲବ ବଡ଼ ହେଉଥିବ, ହରଟା ସାନ। ହର ଅପେକ୍ଷା ଯଦି ଲବ ବଡ଼ ହୁଏ ତାହାକୁ ଆମେ ଅପ୍ରକୃତ ଭଗ୍ନାଂଶ କହିପାରିବା। ଯଦି ଆମେ ଉଦାହରଣ ନେବା 4/3, 5/3, 7/6, 5/2 ଏହିପରି ଅନେକ। ଏଠାରେ ଲବ ହର ଅପେକ୍ଷା ବଡ଼, ଲବ ବଡ଼ ହର ସାନ। ଏଠାରେ ମଧ୍ୟ ଲବ ବଡ଼ ହର ସାନ। ବୁଝିହେଲା? ଯେଉଁ ଭଗ୍ନ ସଂଖ୍ୟାରେ ହର ଅପେକ୍ଷା ଲବ ବଡ଼ ତାହାକୁ ଆମେ ଅପ୍ରକୃତ ଭଗ୍ନ ସଂଖ୍ୟା କହିବା। ତେବେ ଏହି ମିଶ୍ର ଭଗ୍ନାଂଶ କାହାକୁ କହିବା? ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଓ ପ୍ରକୃତ ଭଗ୍ନ ସଂଖ୍ୟାର ମିଶ୍ରଣକୁ ଆମେ ମିଶ୍ର ଭଗ୍ନ ସଂଖ୍ୟା କହିପାରିବା। 2/3/5, ଠିକ୍ ସେହିପରି 3/2/5, 4/5/6 ଏପରି ଆମେ ଲେଖିପାରିବା। ବୁଝିହେଲା? ଯଦି ଏହି ଚିତ୍ରଟି ସମାନ 12 ଭାଗରେ ବିଭକ୍ତ ହୋଇଛି ବୋଲି ଆମେ ମନେ କରିବା, ତେବେ ଚିତ୍ରିତ ଅଂଶକୁ ପୂର୍ଣ୍ଣଚିତ୍ରର ଭଗ୍ନାଂଶ ରୂପେ ପ୍ରକାଶ କଲେ କେତେ ହେବ? ଏଠାରେ ସମାନ 12 ଭାଗ ଅଛି। ସମାନ 12 ଭାଗରୁ ଚିତ୍ରିତ କରାହୋଇଛି 5 ଭାଗ। ତ ଏହାକୁ ଆମେ ଲେଖିପାରିବା ଭଗ୍ନାଂଶରେ 5/12। 5ଟି ହେଲା ଲବ, 12 ହେଲା ହର। ଏହି 5/12ଟି ହେଲା ଭଗ୍ନାଂଶ। ଠିକ୍ ସେହିପରି ଏହି ଚିତ୍ରରେ ଚିତ୍ରିତ ଅଂଶକୁ ପୂର୍ଣ୍ଣ ଚିତ୍ରର ଭଗ୍ନାଂଶ ରୂପେ ପ୍ରକାଶ କଲେ କେତେ ହେବ? ଏହି ଚିତ୍ରକୁ ସମାନ 4 ଭାଗରେ ବିଭକ୍ତ କରାହୋଇଛି। 1 2 3 4, 4 ଭାଗରୁ 2ଟି ଚିତ୍ରରେ ଚିତ୍ରିତ କରାହୋଇଛି। ସମାନ 4 ଭାଗରୁ 2 ଭାଗରେ ଚିତ୍ରିତ କରାହୋଇଛି। ତେବେ ଭଗ୍ନାଂଶଟି ହେଲା 2/4 ବା 2/4। 2 ବା 2 ହେଲା ଲବ, 4 ହେଲା ହର। ବୁଝିହେଲା? ଏବେ ଆମେ ଭଗ୍ନ ସଂଖ୍ୟା ଅନୁଯାୟୀ ଚିତ୍ରର ଅଂଶକୁ ଚିତ୍ରିତ କରିବା। ଏଠାରେ ଭଗ୍ନ ସଂଖ୍ୟାଟି ଦେଲା 5/6। ଏହି ଭଗ୍ନ ସଂଖ୍ୟା ଅନୁଯାୟୀ ଆମେ ଚିତ୍ରର ଏହି ଅଂଶଗୁଡ଼ିକୁ ଚିତ୍ରିତ କରିବା। 5/6 ବା 5/6
ସମାନ 6 ଭାଗରୁ 5 ଭାଗକୁ ଆମେ ରଙ୍ଗୀନ କରିବା ବା ଚିତ୍ରିତ କରିବା। ତେବେ ସମାନ 6 ଭାଗରୁ ଆମକୁ 5 ଭାଗରେ ଚିତ୍ରିତ କରିବାକୁ ପଡ଼ିବ। 1 2 3 4 5 ହେଇଗଲା। ସମାନ 6 ଭାଗରୁ 5 ଭାଗରେ ଆମେ ଚିତ୍ରିତ କଲେ। ଠିକ୍ ସେହିପରି ଏଠାରେ ଆମେ ଭଗ୍ନ ସଂଖ୍ୟା ନେବା 1/4 1/4। ଏହି 1/4 ଭଗ୍ନ ସଂଖ୍ୟା ଅନୁଯାୟୀ ଚିତ୍ରର ଅଂଶକୁ ଚିତ୍ରିତ କରିବା। ଏଠାରେ ସମାନ 4 ଭାଗ ଅଛି। ସମାନ 4 ଭାଗରୁ ଗୋଟିଏ ଭାଗରେ ଆମକୁ ରଙ୍ଗୀନ ବା ଚିତ୍ରିତ କରିବାକୁ ପଡ଼ିବ। ତେବେ ଯଦି ଆମେ ଗୋଟିଏ ଭାଗରେ ଚିତ୍ରିତ କରିବା ତେବେ ଏଇଭଳି ଆମକୁ କରିବାକୁ ପଡ଼ିବ। ହେଇଗଲା ଏଠାରେ ସମାନ 4 ଭାଗରୁ ଗୋଟିଏ ଭାଗରେ ଆମେ ଚିତ୍ରିତ କଲେ। ଏଠାରେ ଆମେ ଆଉ ଗୋଟିଏ ଚିତ୍ର ନେବା। ସେହି ଭଗ୍ନାଂଶଟି ହେଲା 3/7। ଏ ଭଗ୍ନାଂଶକୁ ଆମେ ଚିତ୍ରରେ ପ୍ରକାଶ କରିବା। ତେବେ ସମାନ 7 ଭାଗରୁ 3 ଭାଗରେ ଆମକୁ ଚିତ୍ରିତ କରିବାକୁ ପଡ଼ିବ। 1 2 3। ତେବେ ଏଠାରେ ସମାନ 7 ଭାଗରୁ 3 ଭାଗରେ ଚିତ୍ରଣ କାମ ବା ଚିତ୍ରିତ ହୋଇଗଲା। ଆମେ ଏଠାରେ 7/12 ଭଗ୍ନ ସଂଖ୍ୟା ଅନୁଯାୟୀ ଚିତ୍ରର ଅଂଶକୁ ଚିତ୍ରିତ କରିବା। ଏବେ ଆମେ ସମାନ 12 ଭାଗରୁ 7 ଭାଗରେ ଚିତ୍ରିତ କରିବା। 1 2 3 4 ଆମେ ଯେକୌଣସି 7ଟି ଭାଗ ଅଂଶରେ ଚିତ୍ରିତ କରିପାରିବା। ଯେଉଁ ଅଂଶ ହେଲେ ବି ଚଳିବ। 4 ଭାଗ ହେଲା 5 6 ଆଉ ଗୋଟିଏ ହେଲା 7। 1 2 3 4 5 6 7 ସମାନ 12 ଭାଗରୁ ବା ସମାନ 12ଟି ଅଂଶରୁ ଆମେ 7ଟି ଅଂଶରେ ଚିତ୍ରିତ କଲେ। ଏଠାରେ ଆମେ 5/6 ଭଗ୍ନ ସଂଖ୍ୟାକୁ ଚିତ୍ରିତ କଲେ। ତାପରେ 1/4 ଭଗ୍ନ ସଂଖ୍ୟାକୁ ଚିତ୍ରିତ କଲେ। ତାପରେ 3/7 ଭଗ୍ନ ସଂଖ୍ୟା ଚିତ୍ରିତ କଲେ। ପରିଶେଷରେ 7/12 ଭଗ୍ନ ସଂଖ୍ୟାକୁ ଏଠାରେ ଚିତ୍ରିତ କଲେ। ଭିଡ଼ିଓଟି ଆମେ ଏଠାରେ ଶେଷ କରିବା। ଆଶା କରୁଛି ପାଠଟିକୁ ଭଲ ଭାବରେ ବୁଝିପାରିଥିବ। ଧନ୍ୟବାଦ। ଜୟ ଭାରତ, ଜୟ ହିନ୍ଦ।